ପିଲାମାନେ ୱେଲକମ୍ ଟୁ ଆୱାର ଚ୍ୟାନେଲ୍ ପାଠ ଟାଇମ୍କୁ। ଏ ପାଠ ଟାଇମ୍ ଚ୍ୟାନେଲ୍ରେ ଆମେ ପଢ଼ୁଛେ ହିଷ୍ଟ୍ରି। ଆଉ ହିଷ୍ଟ୍ରିର ଆମ ଟପିକ୍ ହେଉଛି ଏନ୍ସିଏଣ୍ଟ ଇଣ୍ଡିଆନ୍ ହିଷ୍ଟ୍ରିର ସୋର୍ସ ଅଫ୍ ଏନ୍ସିଏଣ୍ଟ ଇଣ୍ଡିଆନ୍ ହିଷ୍ଟ୍ରି। ସୋର୍ସ ଅଫ୍ ଇଣ୍ଡିଆନ୍ ହିଷ୍ଟ୍ରିରେ ଆମେ ପୂର୍ବ କ୍ଲାସ୍ରେ ଆମେ ପଢ଼ିଥିଲେ ଯେ କେମିତି ସୋର୍ସକୁ କେଉଁ କେଉଁ ଭାଗରେ ବିଭକ୍ତ କରାଯାଇଛି। ସେ ଭିତରୁ ଲିଟରାରୀ ସୋର୍ସ, ଆର୍କିଓଲୋଜିକାଲ ସୋର୍ସ ଆଉ ଥାର୍ଡ଼ ହେଉଛି ଫରେନ୍ ଆକାଉଣ୍ଟ। ଏଇଟା ଆମେ ପଢ଼ିଥିଲେ ତିନି ଭାଗରେ, ଲିଟରାରୀ ସୋର୍ସ, ଆର୍କିଓଲୋଜିକାଲ ସୋର୍ସ ଆଉ ଫରେନ୍ ଆକାଉଣ୍ଟ। ଟିକେ ରିଭାଇଜ୍ କରିଦେବା। ସୋର୍ସକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଲିଟେରାରୀ, ସେକେଣ୍ଡ ହେଉଛି ଆର୍କିଓଲୋଜିକାଲ, ଆଉ ଗୋଟେ ହେଉଛି ଫରେନ୍ ଆକାଉଣ୍ଟ। ଓକେ, ତାପରେ এই ଲିଟେରାରୀ ସୋର୍ସକୁ ଦୁଇ ଭାଗରେ ପୁଣି ବିଭକ୍ତ କରାଯାଇଛି। କ'ଣ କ'ଣ ସେ ଦୁଇ ଭାଗ? ଲିଟେରାରୀ ସୋର୍ସକୁ ତିନି ଭାଗରେ। ପ୍ରଥମ ଭାଗ କ'ଣ? ପ୍ରଥମ ଭାଗ ହେଉଛି ରିଲିଜିୟସ୍, ପ୍ରଥମ ହେଉଛି ରିଲିଜିୟସ୍, ସେକେଣ୍ଡ ହେଉଛି ସେକୁଲାର, ଥାର୍ଡ଼ ହେଉଛି ସଙ୍ଗମ। এটা ଆମେ ପଢ଼ି ଡିସ୍କସ୍ କରିଥିଲେ। ତାପରେ ଏଇ ଯେଉଁ ରିଲିଜିୟସ୍କୁ ପୁଣି କେତେ ଭାଗରେ ବିଭକ୍ତ କରାଯାଇଛି? ମୁଖ୍ୟତଃ ତିନିଟା ଭାଗରେ ବିଭକ୍ତ କରାଯାଇଛି। ତିନିଟା କ'ଣ କ'ଣ? ଦେଖ, ପ୍ରଥମ ହେଉଛି ହିନ୍ଦୁ ଟେକ୍ସ, ହିନ୍ଦୁ ବା ବ୍ରାହ୍ମଣିକାଲ ଟେକ୍ସ। ସେକେଣ୍ଡ ହେଉଛି ବୁଦ୍ଧିଷ୍ଟ ଟେକ୍ସ, ଆଉ ଥାର୍ଡ଼ ହେଉଛି ଜୈନିଜ ଟେକ୍ସ। ଓକେ, ବୁଦ୍ଧିଷ୍ଟ ଟେକ୍ସ, ହିନ୍ଦୁ ଟେକ୍ସ, ଜୈନିଜ ଟେକ୍ସ। ତାହେଲେ ଆଗ ଚ୍ୟାପ୍ଟରରେ ଆମେ କ'ଣ କରିଥିଲେ? ଆଗ ଚ୍ୟାପ୍ଟରରେ ଆମେ ହିନ୍ଦୁ ଟେକ୍ସଟା ପଢ଼ିଥିଲେ। ଏବେକା ଚ୍ୟାପ୍ଟରରେ ଆମେ କ'ଣ ପଢ଼ିବା? ବୁଦ୍ଧିଷ୍ଟ ଟେକ୍ସଟ ପଢ଼ିବା। ତାପରେ ଆଗକୁ ଗଲେ ଆମେ ଜୈନ ଟେକ୍ସଟ ଉପରେ ଡିସ୍କସନ୍ କରିବା। ଓକେ, ତେଣୁ ଓକେ, ଏତିକି ସମସ୍ତଙ୍କର ରହିବ। ଡିସ୍କସନ୍ର ଟପିକ୍ ହେଉଛି ଆଜି ହେଉଛି ବୁଦ୍ଧିଷ୍ଟ ଟେକ୍ସଟ କ'ଣ କ'ଣ ସବୁ ଅଛି। ଓକେ, ବୁଦ୍ଧିଷ୍ଟ ଟେକ୍ସଟ ଆମ ପାଖରେ କ'ଣ କ'ଣ ଆଭେଲେବଲ୍ ଅଛି, ଆଉ ସେ ଟେକ୍ସଟରୁ ଆମେ କ'ଣ ହିଷ୍ଟୋରିକାଲ ଉପାଦାନ ପାଇଥାଉ। ଓକେ, ଆଗକୁ ଯିବା। ଦେଖ, ବୁଦ୍ଧିଷ୍ଟ ଲିଟରେଚର, ବୁଦ୍ଧିଷ୍ଟ ଟେକ୍ସଟଟା ହେଉଛି ଆମର ବୁଦ୍ଧିଷ୍ଟ ଲିଟରେଚରରେ ଯାଉଛି। ବୁଦ୍ଧିଷ୍ଟ ଲିଟରେଚର ଯେତେବେଳେ ଯେଉଁ ଟାଇମ୍ରେ ଲିଟରେଚର ଲେଖା ହେଉଥିଲା ତାଙ୍କର, ସେତେବେଳେ କାଗଜ ନଥିଲା। ତେଣୁ ସେତେବେଳେ କ'ଣ କି ଏମିତିକା ବିଭିନ୍ନ ପ୍ରକାର ତାଳପତ୍ର ପୋଥି କିମ୍ବା ବିଭିନ୍ନ ପ୍ରକାର ମାନେ କ'ଣ ଚମଡ଼ା ଉପରେ, ଗଛର ଛାଲ ଉପରେ ଲେଖାଯାଉଥିଲା। ଓକେ, ଦେଖ, ବୁଦ୍ଧିଷ୍ଟ ଟେକ୍ସଟକୁ ଆମେ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରିଥାଉ? ଦୁଇ ଭାଗରେ ବିଭକ୍ତ କରିଥାଉ। କ'ଣ କ'ଣ ସେଟା? ଦେଖ, ଗୋଟେ ହେଉଛି ପାଲି ଆଉ ଗୋଟେ ହେଉଛି ସାଂସ୍କ୍ରିଟ। ସେଟାକୁ ବି ଆମେ କହିପାରିବା କ'ଣ କ'ଣ? ଦେଖ, ବୁଦ୍ଧିଷ୍ଟ ଟେକ୍ସଟକୁ ଦୁଇ ଭାଗରେ ବିଭକ୍ତ କରାଗଲା। ଗୋଟେ ହେଉଛି ପାଲି, ଗୋଟେ ହେଉଛି ଅନୁପାଲି। ଅନୁପାଲି ମାନେ ଯେଉଁଟା ପାଲି ନୁହେଁ। ଓକେ, ଆଉ ପାଲି ହେଉଛି ଯେଉଁଟା ପାଲି ଲାଙ୍ଗୁଏଜ। ପାଲି ହେଉଛି ଗୋଟେ ପ୍ରକାର ଭାଷା ଯେଉଁଟାକି ଏନ୍ସିଏଣ୍ଟ ଟାଇମ୍ରେ ଇଣ୍ଡିଆରେ ବହୁଳ ଭାବରେ ପ୍ରଚଳିତ ଥିଲା। କୁହାଯାଏ ପ୍ରଥମ ଟେକ୍ସଟ ହେଉଛି ଇଣ୍ଡିଆର ପାଲି, ସାଂସ୍କ୍ରିଟ ନୁହେଁ। ସାଂସ୍କ୍ରିଟ ତ ବହୁତ ପରେ ଆସିଛି। ପାଲିକୁ ହିଁ ପ୍ରଥମ ଭାଷା, ପାଲି ପ୍ରାକୃତ ଯେଉଁଟା ବ୍ରାହ୍ମୀ ଲିପିରେ ଲେଖାଯାଉଥିଲା, ସେଇଟା ହେଉଛି ଆମର ପ୍ରଥମ ଭାଷା ବୋଲି କୁହାଯାଏ। ତାପରେ ଯାହା ସବୁ ଆସିଛି ଅନୁପାଲି, ସେଗୁଡ଼ା ସବୁ ସେକେଣ୍ଡ ଥାର୍ଡ଼ରେ ଆସିବ। ଅନୁପାଲି ମାନେ କ'ଣ? ସାଂସ୍କ୍ରିଟ ହେଇପାରେ କିମ୍ବା ଯେକୌଣସି ଭାଷା ହେଇପାରେ। ତାହେଲେ ମୁଖ୍ୟତଃ ମେନ୍ ହେଉଛି ଆମର ପାଲି। ଓକେ, ପାଲି ଭାଷାର କ'ଣ କ'ଣ ଟେକ୍ସଟ ତାହେଲେ ଆଭେଲେବଲ୍ ଅଛି? ଆମର ବୁଦ୍ଧିଷ୍ଟ ଟେକ୍ସଟ କ'ଣ କ'ଣ ଆଭେଲେବଲ୍ ଅଛି? ଦେଖ, ମୁଖ୍ୟତଃ ପାଲି ଟେକ୍ସଟ ଏମିତି ସବୁ, ଏବେ ଆଗରୁ ଏମିତି ସବୁ ପୋଥି ସବୁ ଇଏରେ ଲେଖା ହେଉଥିଲା ତାଳପତ୍ରରେ, କିନ୍ତୁ ଆଜିକାଲି କ'ଣ କି ତାକୁ କମ୍ପାଇଲ୍ କରିକି ଏମିତି ବଡ଼ ବଡ଼ ଇଏରେ ରଖାହେଇଛି ସବୁ ଆମର ବୁଦ୍ଧିଷ୍ଟ ଟେକ୍ସଟ ଗୁଡ଼ାକୁ। ପ୍ରଥମ ଦେଖ, ବୁଦ୍ଧିଷ୍ଟ ଟେକ୍ସଟ ପ୍ରଥମେ ଏମିତି ସବୁ ବାସ୍କେଟରେ ରଖା ହେଉଥିଲା। ସେଗୁଡ଼ାକୁ ବାସ୍କେଟରେ କାହିଁକି ରଖାହେଉଥିଲା? କାରଣ ତାଳପତ୍ରର ଜିନିଷ ତାକୁ ଯଦି ଭଲସେ ନ ସଜେଇକି ରଖାଯିବ, ସିଏ କ'ଣ ନଷ୍ଟ ହେଇଯିବ। ତେଣୁ ନଷ୍ଟ ହେଇଯିବ, ତା ସିରିଏଲ ଆଗ ପଛ ହେଇଯାଇପାରେ। ସବୁ ଗୋଟେ ଗୋଟେ ପୃଷ୍ଠା ତ ଛୋଟ ଛୋଟ ପୃଷ୍ଠା ସେଗୁଡ଼ା ନା, ତେଣୁ ସେଗୁଡ଼ାକୁ ସବୁ ସଜେଇକି ବାନ୍ଧିକି ଗୋଟେ ଗୋଟେ ବାକ୍ସରେ ରଖାହେଉଥିଲା।
ଯେହେତୁ ବାକ୍ସରେ ରଖା ହେଉଥିଲା ତେଣୁ ତାକୁ କ'ଣ କୁହାଯାଉଥିଲା? ପିଟକ କୁହାଯାଉଥିଲା। କ'ଣ କୁହାଯାଉଥିଲା? ପିଟକ। ତାକୁ ଆମେ ପିଟକ ବି କହୁଥିଲେ। ଏଇ ଯୋଉ ପିଟକ, ପିଟକ ମାନେ ପେଟି ବା ବକ୍ସ। ତେଣୁ ତେଣୁ ସେଇଠୁ ଆସିଛି ତ୍ରିପିଟକ। ତ୍ରିପିଟକ ହେଉଛି ପାଲି ଟେକ୍ସଟର, ବୁଦ୍ଧିଷ୍ଟ ମାନଙ୍କର ପାଲି ଟେକ୍ସଟର ତ୍ରିପିଟକ ହେଉଛି ଗୋଟେ ବଡ଼ ବଡ଼ ତାଙ୍କର ଗ୍ରନ୍ଥ ବା ପୁସ୍ତକ। କ'ଣ ତ୍ରିପିଟକ? ତିନିଟା। ଦେଖ ଏଇଠି ତିନିଟା ସାରା ପିଟକ ରହିଛି। କ'ଣ କ'ଣ ସେ ତ୍ରିପିଟକ ତିନିଟା ନା? ତ୍ରିପିଟକ ନାଁ ହେଉଛି କ'ଣ କ'ଣ? କିଏ କହିପାରିବ କ'ଣ କ'ଣ ତ୍ରିପିଟକ? ତ୍ରିପିଟକ ତିନିଟା ନାଁ କ'ଣ କ'ଣ? ଦେଖ ଫାଷ୍ଟ ହେଉଛି ସୂତ ପିଟକ, ସେକେଣ୍ଡ ହେଉଛି ପ୍ରଥମେ ହେଉଛି ସୂତ ପିଟକ, ସୂତ ପିଟକ। ତାପରେ ଆସିଲା ବିନୟ ପିଟକ, ତାପରେ ଆସିଲା ଅଭିଧାମ ପିଟକ। ମନେ ରହିବ? ସୂତ ପିଟକ, ବିନୟ ପିଟକ, ଅଭିଧାମ ପିଟକ। ସୂତ, ବିନୟ, ଅଭିଧାମ, ତିନି ପ୍ରକାର ପିଟକ ଅଛି। 1 2 3। ଓକେ। ତାପରେ ଆଉ କ'ଣ କ'ଣ ଅଛି? ଦୀପଭସ୍ମ, ମହାଭସ୍ମ, ଏଗୁଡ଼ା ସବୁ ଆମର ତାହେଲେ କୋଉଟାରେ ଗଲା? ପାଲି ଟେକ୍ସରେ ଗଲା। ତାହେଲେ ପାଲି ଟେକ୍ସରେ ଆମେ ଯଦି ପଢ଼ିବା କ'ଣ କ'ଣ ଆମର ସବୁ ଗ୍ରନ୍ଥ ଯାଇଛି ଯୋଉଗୁଡ଼ାକି ବୁଦ୍ଧିଷ୍ଟ ରିଲିଜିଅନକୁ ଲିଙ୍କ କରୁଛି ବା ରେଫର କରୁଛି, ସେଗୁଡ଼ା ହେଉଛି କ'ଣ? ସୂତ ପିଟକ, ବିନୟ ପିଟକ, ଅଭିଧାମ ପିଟକ, ଦୀପବଂଶ ଆଉ ମହାବଂଶ। ଓକେ, ଦୀପବଂଶ ଆଉ ମହାବଂଶ ଏଇ ଦୁଇଟା ବିଶେଷ କରି ଶ୍ରୀଲଙ୍କାରେ ଲେଖାଯାଇଥିଲା, କିନ୍ତୁ ଏଇ ତିନିଟା ପିଟକ ଆମ ଏଠିକାର। ଓକେ, ଆଉ ଟିକେ ଡିଟେଲ ଯିବା। ଦେଖ ଏବେ ସେ ପାଲି ଟେକ୍ସଟର ସୂତ ପିଟକ, ବିନୟ ପିଟକ ଭିତରେ ପଢ଼ିବା। ଏଇଟା ହେଉଛି ସୂତ ପିଟକ, ଏଇଟା ହେଉଛି ବିନୟ ପିଟକ, ଏଇଟା ହେଉଛି ଅଭିଧାମ ପିଟକ। ଓକେ, ଫାଷ୍ଟ ଆମେ ଯିବା ବର୍ତ୍ତମାନ ଏଗୁଡ଼ା କେବେ କ'ଣ ଲେଖାଯାଇଥିଲା ହେଲା। ପ୍ରଥମେ ତ ସୂତ ପିଟକ ଯୋଉଟା, ସେଟା ଆମର କ'ଣ ହେଇଥିଲା କି ଫାଷ୍ଟ ବୁଦ୍ଧିଷ୍ଟ କାଉନସିଲ ଯୋଉ ବସିଥିଲା, ପ୍ରଥମ ଫାଷ୍ଟ ବୁଦ୍ଧିଷ୍ଟ କାଉନସିଲ, ଫାଷ୍ଟ ବୁଦ୍ଧିଷ୍ଟ କାଉନସିଲ ଯୋଉ ବସିଥିଲା, ମାନେ ପ୍ରଥମେ ବୁଦ୍ଧମାନେ ଗୋଟେ ବୁଦ୍ଧିଷ୍ଟ ଲୋକମାନେ ଯେତେବେଳେ ଗୌତମ ବୁଦ୍ଧ ଥିଲେ ସେଇ ଟାଇମରେ, ଗୌତମ ବୁଦ୍ଧଙ୍କ ମୃତ୍ୟୁ ପାଖାପାଖି ଟାଇମରେ ହେଲା, ଯୋଉ ମୃତ୍ୟୁବରଣ କରିଥିଲେ କିମ୍ବା ସେ ମୃତ୍ୟୁ ଶଯ୍ୟାରେ ଥିବା ଟାଇମରେ, ଓକେ, ସେଇ ଟାଇମରେ ଫାଷ୍ଟ ବୁଦ୍ଧିଷ୍ଟ କାଉନସିଲ ବସିଥିଲା। ମାନେ ସବୁ ବୁଦ୍ଧିଷ୍ଟ ମଙ୍କ ମାନେ, ସବୁ ସନ୍ନ୍ୟାସୀ ମାନେ ଆସିକି ଗୋଟେ ଜାଗାରେ ଏକତ୍ରିତ ହେଇଥିଲେ। ସେ ଟାଇମଟା ହେଉଛି କେତେ? ଫାଷ୍ଟ ବୁଦ୍ଧିଷ୍ଟ କାଉନସିଲ ହେଇଥିଲା 483 BC। ଏଇ ଟାଇମରେ ବୁଦ୍ଧଙ୍କର ମୃତ୍ୟୁ ବି ହେଇଥିଲା। ଓକେ, କୋଉଠି ହେଇଥିଲା? ରାଜଗୃହରେ। ଓକେ, ରାଜଗୃହ ଯୋଉଟାକି ବିହାର, ଆଜିକାର ବିହାର। ଓକେ, ରାଜଗୃହରେ ବସିଥିଲା ଫାଷ୍ଟ ବୁଦ୍ଧିଷ୍ଟ କାଉନସିଲ। ଓକେ, ସେଇ ଟାଇମରେ କ'ଣ ହେଇଥିଲା? ସେମାନେ ସୂତ ପିଟକକୁ କମ୍ପାଇଲ କରିଥିଲେ। କାହାକୁ କମ୍ପାଇଲ କରିଥିଲେ? ସୂତ ପିଟକ। ତ ଓକେ, ତାହେଲେ କ'ଣ କମ୍ପାଇଲ କରିଥିଲେ? ସୂତ ପିଟକ କମ୍ପାଇଲ କରିଥିଲେ। କେବେ ନା ଫାଷ୍ଟ ବୁଦ୍ଧିଷ୍ଟ କାଉନସିଲରେ। ସେଟା କେବେ ଫାଷ୍ଟ ବୁଦ୍ଧିଷ୍ଟ କାଉନସିଲଟା ଆମର କେବେ ହେଇଥିଲା? ନା 486 BCରେ। ଓକେ, ସେ କୋଉ ଜାଗାରେ ହେଇଥିଲା? ନା ରାଜଗୃହ, ଯୋଉଟାକି ବର୍ତ୍ତମାନ ବିହାରରେ ଅବସ୍ଥିତ। ଓକେ, ସୂତ ପିଟକ ଏଇ ଟାଇମରେ ତିଆରି ହେଇଥିଲା। ତାପରେ ପୁଣି କହିବାକୁ ଗଲେ ଯଦି ବିନୟ ପିଟକ ବିଷୟରେ ଡିସ୍କସନ କରିବା, ଓକେ, ଯଦି ବିନୟ ପିଟକ ହେଇଥିଲା, ବିନୟ ପିଟକ କେବେ ହେଇଥିଲା? ସେ ତାର ତ ପୁଣି ଗୋଟେ ଡେଟ୍ ଥିବ। ଓକେ, ବିନୟ ପିଟକ ପୂର୍ବରୁ ବର୍ତ୍ତମାନ ଟିକେ ଅଭିଧାମ ପିଟକ, ଅଭିଧାମ ପିଟକ ବିଷୟରେ ପଢ଼ିଦେବା ହେଲା। ଅଭିଧାମ ପିଟକ କେବେ ହେଇଥିଲା? ଦେଖ, ଅଭିଧାମ ହେଇଥିଲା ସେ ଥାର୍ଡ ବୁଦ୍ଧିଷ୍ଟ କାଉନସିଲରେ। ଥାର୍ଡ ବୁଦ୍ଧିଷ୍ଟ କାଉନସିଲରେ କ'ଣ ହେଇଥିଲା? ସବୁ ବୁଦ୍ଧ ମାନେ, ସେ ବୁଦ୍ଧିଷ୍ଟ ମଙ୍କ ମାନେ ଏକାଠି ହେଇଥିଲେ। ଆଉ ସେମାନେ ସେଇ ସମୟରେ କ'ଣ କରିଥିଲେ? ନା ବିନୟ ପିଟକ ଯୋଉଟା, ସରି କ'ଣ, ଅଭିଧାମ ପିଟକ। ଓକେ, ଥାର୍ଡ ବୁଦ୍ଧିଷ୍ଟ କାଉନସିଲ କେବେ ହେଇଥିଲା? 250 BCରେ। ଓକେ, କୋଉ ଜାଗାରେ ହେଇଥିଲା? ପାଟଳିପୁତ୍ରରେ। ଆଉ ସେଟା କୋଉଠି, ମାନେ କ'ଣ ସେମାନେ କମ୍ପାଇଲ କରିଥିଲେ? ସେମାନେ କରିଥିଲେ ଅଭିଧାମ ପିଟକ।
ओके ताले कौन करथिले अभिधाम पिटक को कंप्लाई हेतिला केबे हेतिला ना 250 बीसी रे हेतिला को जगह रे हेतिला पाटलिपुत्र रे हेतिला आउ सेटा कौन थर्ड बुद्धिस्ट काउंसिल रे हेतिला ओके बन्नब शतक बन्नब समस्तंकर ओके देख ताले एडा होची तीन प्रकार पिटक सूत पिटक विनय पिटक आउ अभिधाम पिटक ओके सूत पिटक रे कौन लिखाई ना सूत पिटक रे विभिन्न प्रकार माने सूत्र जीवन शैली सूत पिटक रे लिखा जाइछि जीवन शैली उपरे विभिन्न प्रकार कथा सब इटारे सब लिखाई विनय पिटक रे कौन लिखाई ना विनय पिटक रे लिखाई केमिति कौन कि केमिति हमर माने बुद्धिस्ट मंक माने केमिति जीवन यापन करिवे हला डिसिप्लिन रूल रेगुलेशन सेटा सब विनय पिटक रे लिखाई ओके आ अभिधाम पिटक रे कौन लिखाई अभिधाम पिटक रे डायरेक्ट तांकर बाणी गुडा को लिखा जाइछि कहार ना हमर गौतम बुद्धंकर बाणी गुडा से जो कहिथिबा जो बाणी डॉक्ट्रिन गुडा सेटारे लिखा जाइछि ओके ताले सूत पिटक विनय पिटक आ अभिधाम पिटक विषय बर्तमान पढ़ीदेले या पर चैप्टर रे आउ टिके डिटेल करी पढ़िबा खाली एति केबे जानि था जे हमर कोन त्रिपिटक कौन त्रिपिटक सूत पिटक विनय पिटक आ अभिधाम पिटक ओके ओके फास्ट बुद्धिस्ट काउंसिल ले कौन हेतिला ना फास्ट बुद्धिस्ट काउंसिल हेतिला 483 ये रे राजगृह रे हेतिला ओके सेठी कौन हेतिला सूत पिटक आ विनय पिटक दुईटा सारा कंपाइल हेतिला सॉरी एठी मु लिखि नथली विनय पिटक भी एठी कंपाइल हेतिला ओके सूत पिटक और विनय पिटक दुईटा सारा एठी कंपाइल हेतिला तापर थर्ड बुद्धिस्ट काउंसिल जो टाइम की अशोक को टाइम पाखापाखि 250 बीसी रे कौन हेतिला ना बुद्धिस्ट काउंसिल हेतिला ओके थर्ड बुद्धिस्ट काउंसिल हेतिला आ सेटारे से पाटलिपुत्र हेतिला आ सेठी अभिधाम पिटक हेतिला अभि को कंपाइल करा हेतिला ओके नेक्स्ट चैप्टर रे डिटेल पढ़िबा एटा केमती कोन थैंक यू